ନମସ୍କାର ଦର୍ଶକ ବନ୍ଧୁ। ପ୍ରାୟତଃ ଆମେ ଘରେ ରାତିରେ ଭାତ ବଳିଯାଏ, ମା ମାନେ ସେଥିରେ ପାଣି ଦେଇ ପଖାଳ କରିଦିଅନ୍ତି। କିନ୍ତୁ ଅନେକ ସମୟରେ ଏହି ବାସି ଭାତ ନଷ୍ଟ ହୁଏ ଓ ଆମେ ଏହାକୁ ଫୋପାଡ଼ି ଦେଇଥାଉ। କିନ୍ତୁ ଆପଣ ଜାଣିଛନ୍ତି କି ଏହି ବାସି ଭାତ ଆପଣଙ୍କ ତ୍ୱଚାକୁ କୋରିଆନ୍ ଗ୍ଲସ୍ ଷ୍ଟାଇଲ୍ ଭଳି ଚମକଦାର କରିପାରିବ? ହଁ ବନ୍ଧୁଗଣ, ଆଜି ଆମେ ଏହି ଭିଡ଼ିଓରେ ଜାଣିବା ବାସି ଭାତର ଏକ ଚମତ୍କାର ଫେସ୍ ପ୍ୟାକ୍ ବିଷୟରେ, ଯାହା ଆପଣଙ୍କ ମୁହଁକୁ ଚିକ୍କଣ ଓ ଗୋରା କରିଦେବ। ବାସି ଭାତର ବ୍ୟବହାର ଦ୍ୱାରା କିଭଳି ଭାବରେ ସୁନ୍ଦର ଓ ଉଜ୍ଜ୍ୱଳ ତ୍ୱଚା ପାଇପାରିବେ, ଆସନ୍ତୁ ଏହି ଭିଡ଼ିଓରେ ଆଜି ଆମେ ଆଲୋଚନା କରିବା କିଭଳି ଭାବରେ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିବେ। ବନ୍ଧୁଗଣ, ଭାତକୁ ଆଉ ଫୋପାଡ଼ନ୍ତୁ ନାହିଁ। ଚାଲନ୍ତୁ ପ୍ରଥମେ ଜାଣିବା ଯେ ଭାତ ଆମର ସ୍କିନ୍ ପାଇଁ କାହିଁକି ଏତେ ଲାଭଦାୟକ। ବାସ୍ତବରେ ଭାତରେ ପ୍ରଚୁର ପରିମାଣରେ ଆମିନୋ ଏସିଡ୍, ଭିଟାମିନ୍ ଏବଂ ଆଣ୍ଟିଅକ୍ସିଡେଣ୍ଟ ଥାଏ। ଏହା ଆମ ତ୍ୱଚାରୁ କଳା ଦାଗ ଓ ବ୍ରଣକୁ କମାଇବାରେ ସାହାଯ୍ୟ କରେ। କେବଳ ସେତିକି ନୁହେଁ, କୋରିଆ ଓ ଜାପାନର ମହିଳାମାନେ ସେମାନଙ୍କ ସୁନ୍ଦର ତ୍ୱଚା ପାଇଁ ଚାଉଳ ଓ ଭାତର ବ୍ୟବହାର ବହୁତ ବର୍ଷ ଆଗରୁ କରି ଆସିଛନ୍ତି, ଯାହାକି ଆମେ ଜାଣି ମଧ୍ୟ ବ୍ୟବହାର କରୁନାହୁଁ। ତେବେ କିଭଳି ଭାବରେ ଏହି ଆପଣ ଫେସ୍ ପ୍ୟାକ୍ଟି ପ୍ରସ୍ତୁତ କରିବେ ଦେଖନ୍ତୁ। ଏହି ସୁପର ଇଫେକ୍ଟିଭ ଫେସ୍ ପ୍ୟାକ୍ ତିଆରି କରିବା ପାଇଁ ଆପଣଙ୍କୁ ବାହାରୁ କିଛି ଆଣିବାକୁ ପଡ଼ିବ ନାହିଁ। ଆପଣଙ୍କ ରୋଷେଇ ଘରୁ ହିଁ ସବୁ ସାମଗ୍ରୀ ମିଳିଯିବ। ପ୍ରଥମେ ଆମକୁ ଦରକାର ବାସି ଭାତର ପେଷ୍ଟ। ଭାତରେ ଥିବା ପୋଷକ ତତ୍ତ୍ୱ ତ୍ୱଚାକୁ ହାଇଡ୍ରେଟ୍ ଓ ଚିକ୍କଣ କରେ। କେବଳ 2 ଚାମଚ ଭାତ ହିଁ ଆମ ତ୍ୱଚାର ଗ୍ଲୋକୁ କେତେ ମାତ୍ରାରେ ବଢ଼ାଇ ଦେଇପାରିବ। ଦ୍ୱିତୀୟରେ ଆମକୁ ଦରକାର ତାଜା ଦହି। 1 ଚାମଚ ଦହି, ଯାହାକି ଲାକ୍ଟିକ୍ ଏସିଡରେ ଭରପୁର ଅଟେ। ତାହା ଆମ ଫେସ୍ରେ ଥିବା କଳା ଦାଗ ଓ ବ୍ରଣ ତାକୁ ଦୂର କରିବାରେ ସାହାଯ୍ୟ କରିବ। ଏବଂ ତୃତୀୟରେ ଆମକୁ ଦରକାର ପ୍ରାକୃତିକ ମହୁ। 1 ଚାମଚ ମହୁ। ମହୁକୁ ତ୍ୱଚାରେ ପ୍ରାକୃତିକ ମଶ୍ଚରାଇଜର ଭଳି କାର୍ଯ୍ୟ କରିବ ଏବଂ ଆମର ଚେହେରାକୁ ବହୁତ ସଫ୍ଟ କରିବ। ତେବେ ବନ୍ଧୁଗଣ, ଏହି 3ଟି ଆବଶ୍ୟକୀୟ ପଦାର୍ଥ ଆମକୁ ଘରେ ମିଳିଯିବ ଏବଂ ଏହି 3ଟିର ବ୍ୟବହାର କରିକି ଆମେ ଏକ ବେଷ୍ଟ ଏବଂ ଇଫେକ୍ଟିଭ ଫେସ୍ ପ୍ୟାକ୍ ପ୍ରସ୍ତୁତ କରିପାରିବା। ବର୍ତ୍ତମାନ ତାହାର ପ୍ରଣାଳୀ କିଭଳି ଭାବରେ ପ୍ରସ୍ତୁତ କରିବା, ଆସନ୍ତୁ ଜାଣିବା। ପ୍ରଥମେ ବାସି ଭାତରେ ସାମାନ୍ୟ ପାଣି ମିଶାଇ ତାକୁ ଗ୍ରାଇଣ୍ଡର ସାହାଯ୍ୟରେ ଏକ ସ୍ମୁଥ୍ ପେଷ୍ଟ ପ୍ରସ୍ତୁତ କରନ୍ତୁ। ନେକ୍ସଟ କ'ଣ କରିବେ, ଏକ ସଫା ପାତ୍ରରେ 2 ଚାମଚ ସେଇ ଚାଉଳ ପେଷ୍ଟକୁ ନେବେ। ତା ସହିତ 1 ଚାମଚ ଦହି ନେବେ ଏବଂ 1 ଚାମଚ ମହୁକୁ ନେଇକି ଭଲ ଭାବରେ ଗୋଳେଇ ଦିଅନ୍ତୁ। ମନେ ରଖିବେ, ଏହି ମିଶ୍ରଣକୁ ସଙ୍ଗେ ସଙ୍ଗେ ମୁହଁରେ ଲଗାଇବେ ନାହିଁ। ଏହାକୁ ଭଲ ଭାବରେ ମିକ୍ସ କରିବା ପାଇଁ ପ୍ରାୟ 15 ମିନିଟ୍ ପାଇଁ ସେମିତି ଛାଡ଼ି ଦିଅନ୍ତୁ, ଯାହାଦ୍ୱାରା ସମସ୍ତ ପୋଷକ ତତ୍ତ୍ୱ ଏକାଠି ଭଲ ଭାବରେ ମିଶିଯିବ। ଏବେ ଆପଣଙ୍କର ଫେସ୍ ପ୍ୟାକ୍ଟି ପ୍ରସ୍ତୁତ ହୋଇଗଲା। କିନ୍ତୁ ଏହାକୁ କେମିତି ବ୍ୟବହାର କରିବେ ଦେଖନ୍ତୁ। ଷ୍ଟେପ୍ ବାଇ ଷ୍ଟେପ୍ ବ୍ୟବହାର କରିବାର ଆପଣଙ୍କୁ ପ୍ରଣାଳୀ ବତାଇ ଦେଉଛି, ନଚେତ୍ ଏହା ଇଫେକ୍ଟିଭ ହେବ ନାହିଁ। ଆପଣ ବ୍ୟବହାର ତ କରିବେ କିନ୍ତୁ ସେଭଳି କାମ ଦେବ ନାହିଁ। ତ ପ୍ରଥମେ କ'ଣ କରିବା, ପ୍ରଥମେ ସଫା ପାଣିରେ ନିଜ ମୁହଁକୁ ଭଲ ଭାବରେ ଧୋଇ ନିଅନ୍ତୁ। ନେକ୍ସଟ ଏହି ପ୍ୟାକ୍ଟିକୁ ନିଜର ମୁହଁ ଓ ବେକରେ ସାମାନ୍ୟ ଭାବରେ ଲଗାନ୍ତୁ। ଆଖି ପାଖକୁ ଛାଡ଼ି ଦିଅନ୍ତୁ ଏବଂ ନେକ୍ସଟ କ'ଣ କରିବେ, ପ୍ରାୟ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ଏହି ପ୍ୟାକ୍କୁ ମୁହଁରେ ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ମୁହଁରେ ଶୁଖିଗଲା ପରେ ହାଲୁକା ଓଦା ହାତରେ ସାମାନ୍ୟ ମାଲିସ କରି ନଖ ଉଷୁମ ପାଣିରେ ମୁହଁକୁ ଧୋଇ ଦିଅନ୍ତୁ। ଥଣ୍ଡା ପାଣିରେ ଧୋଇବେ ନାହିଁ, ଟିକେ ଟିକେ ଉଷୁମ ପାଣିରେ ଧୋଇଲେ ଏହା ତ୍ୱଚା ପାଇଁ ଭଲ। ତାପରେ ବନ୍ଧୁଗଣ କ'ଣ କରିବା, ବାସି ଭାତ ଫେସ୍ ପ୍ୟାକ୍ର ଯେଉଁ ବିଶେଷ ଫାଇଦାଟି ରହିଛି ସେ ବିଷୟରେ ଆସନ୍ତୁ ଆଲୋଚନା କରିବା। ଚର୍ମର ଉଜ୍ଜ୍ୱଳତା ଓ ପ୍ରାକୃତିକ ଚମକ ବଢ଼ାଇଥାଏ। ଏହି ପ୍ୟାକ୍ ତ୍ୱଚାକୁ ଭିତରୁ ସଫା କରି ପ୍ରାକୃତିକ ଗ୍ଲୋ ଆଣିଥାଏ। ଫଳରେ ଆପଣ ଶିଶୁଙ୍କ ପରି କୋମଳ ଏବଂ ଗ୍ଲୋ ସ୍କିନ୍ ପାଇପାରିବେ। ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ବୟସର ଛାପ କିମ୍ବା ମୁଖର କୁଞ୍ଚନକୁ ହ୍ରାସ କରିବାରେ ବହୁତ ମାତ୍ରାରେ ସାହାଯ୍ୟ କରିଥାଏ। ତା ସହିତ ଯଦି ଆପଣଙ୍କ ମୁହଁରେ ଦାଗ, ବ୍ରଣ ଏବଂ ଯେଉଁ ଟାନିଂ ଗୁଡ଼ାକ ରହିଥାଏ ସେଥିରୁ ମଧ୍ୟ ମୁକ୍ତି ପାଇପାରିବେ। ସୂର୍ଯ୍ୟଙ୍କର ପ୍ରଖର କିରଣ ଯୋଗୁଁ ତ୍ୱଚାରେ ଦେଖାଯାଉଥିବା ଟାନିଂ ଓ କଳା ଦାଗ ଦୂର କରିବାରେ ଏହି ବାସି ଭାତ ଫେସ୍ ପ୍ୟାକ୍ ଏକ ଅବ୍ୟର୍ଥ ଔଷଧ। ନିୟମିତ ବ୍ୟବହାର ଦ୍ୱାରା ଚେହେରାରୁ ବ୍ରଣର ପ୍ରଭାବ କମିଯାଏ ଏବଂ ତ୍ୱଚାର ମଶ୍ଚରାଇଜର ସନ୍ତୁଳନ ରହିଥାଏ। ତେବେ ବନ୍ଧୁଗଣ, ସୁନ୍ଦର ଓ ସୁସ୍ଥ ରହିବା ପାଇଁ ଏଭଳି ପ୍ରାକୃତିକ ଉପାୟର ବ୍ୟବହାର କରନ୍ତୁ ଏବଂ ମନେ ରଖନ୍ତୁ, ଭଲ ପରିଣାମ ପାଇଁ ଏହି ଉପାୟକୁ ସପ୍ତାହରେ 2 ଥର ବ୍ୟବହାର କରନ୍ତୁ। ଦେଖିବେ ଅଳ୍ପ ଦିନରେ ଆପଣଙ୍କର ତ୍ୱଚା ସଫା, କୋମଳ ଓ ଉଜ୍ଜ୍ୱଳ ଦେଖାଯିବ। ଆଶା କରୁଛି ଆଜିର ଏହି ଘରୋଇ ଉପଚାର ଆପଣଙ୍କୁ ନିଶ୍ଚୟ ପସନ୍ଦ ଲାଗିଥିବ। ଧନ୍ୟବାଦ।